କୁଚିଣ୍ଡା ଥାନା ଡିମିରିମୁଣ୍ଡା ଗୋଠେନଗୁଡ଼ାଠାରେ ଘଟିଥିବା ହତ୍ୟାକାଣ୍ଡରୁ ପରଦା ଉଠିଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ ନୁହେଁ ଅର୍ଥ କାରବାର ଯୋଗୁଁ ହତ୍ୟା କରାଯାଇଥିବା ସମ୍ବଲପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଜୟ ମିଶ୍ର ସୂଚନା ଦେଇଛନ୍ତି। କୁଚିଣ୍ଡା ଥାନାରେ ଗତ ଅଗଷ୍ଟ 2 ତାରିଖ ବନିତା ମହାକୁଳଙ୍କୁ ହତ୍ୟାକାଣ୍ଡ କରାଯାଇଥିଲା। ଏହି ଘଟଣାରେ ମହୁଲଡିର ମନୋଜ କେଛୁ ଓ ଅରକ୍ଷିତ ମାଝୀ ଯୋଜନା କରି ହତ୍ୟାକାଣ୍ଡ କରିଥିଲେ ବୋଲି ସୂଚନା ମିଳିଛି। ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଜୟ ମିଶ୍ର, କୁଚିଣ୍ଡା ଏସଡିପିଓ ପ୍ରଦୀପ ଦାସ, କୁଚିଣ୍ଡା ଥାନା ଆଇଆଇସି ବାମଦେବ ଶଙ୍ଖୁଆଳ, ଜମିନକେରା ଆଇଆଇସି ସି ପଦ୍ମାଳୟ ସାହୁ, ଗୋବିନ୍ଦପୁର ଆଇଆଇସି ରାଜେନ୍ଦ୍ର ବେହେରା, ମହୁଲପଲ୍ଲୀ ଓଆଇସି ଫିରୋଜ ଏକା ଉପସ୍ଥିତ ଥିଲେ। ଏବଂ ଏ କେସ୍ର ତାଙ୍କର ଯାହା ମେନ୍ସନ୍ ଥିଲା, ଯାହା ତାଙ୍କର ମୋଟିଭ୍ ଥିଲା, ସେ ମୋଟିଭ୍ ଆଙ୍ଗେଲରୁ ସେ ଆକ୍ୟୁଜ୍ ଅଛନ୍ତି ମନୋଜ କୁମାର କେଚୁ, ଏଜ୍ 60 ବର୍ଷ ହେବ। ସେ ତାଙ୍କର ଘର ହେଉଛି ମହୁଲଡିହି। ସେ ଫଳମୂଳ ବେପାର କରନ୍ତି ଏବଂ ସେ ଯେଉଁ ମୁତଭି ଯିଏ ଥିଲେ ବନିତା ମହାକୁଡ଼, ସେ ମଧ୍ୟ ଫଳମୂଳ ବେପାର କରୁଥିଲେ ଏବଂ ଉଭୟଙ୍କର ମଧ୍ୟ ଭଲ ପରିଚୟ ଥିଲା। ସେମାନେ ପରିଚୟ ଭିଡ଼ିଲା ଭିତରେ ଇଏ କିଛି ଫାଇନାନ୍ସିଆଲ ହେଲ୍ପ ମଧ୍ୟ କରିଥିଲେ ମନୋଜ କୁମାର କେଚୁ ଏବଂ ସେ ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନରେ ସେ ପଇସା ମଧ୍ୟ କିଛି ଫେରାଇ ନଥିଲେ, ଯାହାଫଳରେ ତାଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା ଏବଂ ଏହି ସଂକ୍ରାନ୍ତରେ ତାଙ୍କ ଭିତରେ ପାଟିତୁଣ୍ଡ ହେବା ଫଳରେ ପାଖାପାଖି 2 ମାସ 3 ମାସ ହେବ ସେ ମୁତଫି ବନିତା ମହାକୁଡ଼ ତାଙ୍କର କୌଣସି କଣ୍ଟାକ୍ଟ ରହିଲେ ନାହିଁ ମନୋଜ କୁମାର କେଚୁଙ୍କର ସହିତ। ଏଥିରେ ସେ ଆଗ୍ରିଭେଟ୍ ହେଲେ ଏବଂ ତାଙ୍କର ଏଥିରେ ଆକ୍ରୋଶ ବଢ଼ିଥିଲା ଯେ କାହିଁକି ମୋତେ ସେ ରେସ୍ପଣ୍ଡ କରୁନାହାନ୍ତି, ଆଉ କିଛି କାରଣ ଅଛି କି। ତେଣୁକରି ସେ ପ୍ଲାନ୍ କରିଥିଲେ ତାଙ୍କୁ ହଟାଇବା ପାଇଁ ତାଙ୍କର ଜୀବନରୁ। ତେଣୁ ସେଦିନ ସେ 2 ତାରିଖ ଦିନ ଯେତେବେଳେ ସେ ପରିବା ତାଙ୍କ ଫଳ ବିକିକି ଫେରୁଥିଲେ, ସେ ରାତିରେ ବସ୍ରେ ଆସିଲା ବେଳେ ତାଙ୍କୁ ସେ ତାଙ୍କ ସହିତ ସେ ପାନ ନାୟକ ବୋଲି ଜଣେ ଥିଲେ, ତାଙ୍କୁ ସେ ବାରମ୍ବାର ବନିତା ମହାକୁଡ଼ଙ୍କର ଲୋକେସନ୍ ପଚାରୁଥିଲେ ସେ କେଉଁଠି ପହଞ୍ଚିଲେଣି ବୋଲି। ଏବଂ ସେ ଆସିଲା ରାତି 8ଟା ପାଖାପାଖି ଅରକ୍ଷିତ ମାଝୀ ବୋଲି ତାଙ୍କର ଜଣେ ପିଲା ସେ ଗାଁର ମହୁଲଡିରୁ, ତାଙ୍କୁ ମଧ୍ୟ ଡାକିଥିଲେ। ଉଭୟ ଗୋଟେ ଜାଗାରେ ମଦ ପିଇଲେ, ମଦ ପିଇ ସେ ସ୍ପଟ୍ ପାଖରେ ଗୋଟେ ଅଛି କଲଭର୍ଟ ଅଛି, କଲଭର୍ଟ ପାଖରେ ବସିଥିଲେ ଏବଂ ସେ ଲୋକେସନ୍ ପଚାରିଲା ଭିତରେ ସିଏ ଜାଣିଲେ ଯେ ସେ କେତେବେଳେ ବସ୍ରୁ ଓହ୍ଲାଇବେ। ଯେତେବେଳେ ସେ ବନିତା ମହାକୁଡ଼ ବସ୍ରୁ ଓହ୍ଲାଇଲେ, ତାପରେ ସେ ଆସିକି ଯେତେବେଳେ କଲଭର୍ଟ ପାଖରେ ପହଞ୍ଚିଲେ, ମନୋଜ କେଚୁ ଆଉ ଅରକ୍ଷିତ ମାଝୀ ତାଙ୍କୁ ଅଟକି ତାଙ୍କ ସହିତ କଥାବାର୍ତ୍ତା କଲେ ଏବଂ ମନୋଜ କୁମାର କେଚୁ ପ୍ରଥମେ ତାର ତଣ୍ଟିକୁ ଧରିଲେ ବନିତା ମହାକୁଡ଼ଙ୍କର ଏବଂ ଧରିଲା ପରେ ତାଙ୍କୁ ସେଠି ତଳେ ପକାଇଦେଲେ ଏବଂ ତାଙ୍କର ଯେଉଁ ଗାମୁଛାରେ ତାଙ୍କ ବେକକୁ ସେ ଗୁଡ଼େଇକି ଧରିଲେ ଏବଂ ସେଠୁ ଅରକ୍ଷିତ ମାଝୀ ତାଙ୍କର ଗୋଡ଼କୁ ଧରି ପାଖରେ ଗୋଟେ ଡିଚ୍ ଅଛି, ଗୋଟେ ଖାତ ଭଳିଆ ଜାଗା ଅଛି, ସେଠି ନେଇକି ସେଠି ପହଞ୍ଚାଇ ଦେଲେ। ସେଠି ନେଇଗଲା ପରେ ଅରକ୍ଷିତ ମାଝୀ ତାଙ୍କର ଗୋଡ଼କୁ ମାଡ଼ି ବସିଥିଲେ ଏବଂ ମନୋଜ କୁମାର କେଚୁ ତାଙ୍କର ବେକକୁ ଚାପିକି ଧରିଲେ ଏବଂ ଗାମୁଛାରେ ମଧ୍ୟ ଜୋରସେ ଚାପିଦେଲେ, ଯାହାଫଳରେ କି ସେ ଏକ୍ସପର୍ଟ କରିଗଲେ। ଏବଂ ଏହି କନେକ୍ସନରେ ଆମର ଯାହା ଯାହା ଆନୁଷଙ୍ଗିକ କାର୍ଯ୍ୟ ରହିଥିଲା, ପ୍ରକ୍ରିୟା ରହିଥିଲା ଇନଭେଷ୍ଟିଗେସନର, ସେଥିରେ ଆମର ଇନକ୍ୱେଷ୍ଟ କରାହେଇକି ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ପୋଷ୍ଟମର୍ଟମ ମଧ୍ୟ ଯାହା ଆମର କାଳେ ତାଙ୍କର ସେକ୍ସୁଆଲ ଆସଲ୍ଟ କିଛି ଥିବ ସେଟା ମଧ୍ୟ କ୍ଲାରିଫିକେସନ୍ ମଗା ହେଇଥିଲା ତାଙ୍କର ପିଏମ୍ ଡକ୍ଟରଙ୍କୁ। ସେଥିରେ ସେ ଡକ୍ଟର ଯିଏ ଏକ୍ଜାମିନ୍ କରିଥିଲେ ପୋଷ୍ଟମର୍ଟମ, ସେ ମଧ୍ୟ କ୍ଲାରିଫାଏ କଲେ ଯେ ନାହିଁ କୌଣସି ସେକ୍ସୁଆଲ ଆସଲ୍ଟ ମଧ୍ୟ ହେଇନାହିଁ। ଏବଂ ଏହି କେସ୍ରେ ତାଙ୍କର ବେକରେ ଯେଉଁ ଇଞ୍ଜୁରି ଥିଲା, ଯେଉଁ ଷ୍ଟ୍ରାଙ୍ଗୁଲେସନ୍ ଆଉ ଏଇଟା ହେଇପାରେ ଥ୍ରୋଟଲିଂ, ଦୁଇଟାଙ୍କ ମଧ୍ୟ ସେ ଓପିନିଅନ୍ ଦେଇଛନ୍ତି। ତାଙ୍କୁ ବେସ୍ କରିକି ପାରିପାର୍ଶ୍ୱିକ ପରିସ୍ଥିତି ଏବଂ ଆମର ଯେଉଁ ସାଇଣ୍ଟିଫିକ୍ ଏଭିଡେନ୍ସ ରହିଲା, ତାପରେ ଆମର ଡିଜିଟାଲ ଏଭିଡେନ୍ସ ସବୁ ଭିତ୍ତି କରିକିରି ଆମେ ଯେଉଁ ମୁଖ୍ୟ ଆସାମୀ ଯେଉଁ 2 ଜଣ ଅଛନ୍ତି ତାଙ୍କ ପାଖରେ ପୋଲିସ ପହଞ୍ଚି ପାରିଲା ଏବଂ ତାଙ୍କୁ ଗିରଫ କରି ତାଙ୍କଠୁ ଯାହା ଯାହା ସେମାନେ କେସ୍ରେ ଯାହା ଇନକ୍ରିମିନେଟିଂ ଆକ୍ଟିଭିଟିସ୍ ଅଛି, ଯଥା ସେ ଯେଉଁ ମୁତଫି ବନିତା ମହାକୁଡ଼ଙ୍କର ଗୋଟେ ଷ୍ଟଲ୍ ଥିଲା, ସେଟା ତା ସହିତ ଚପଲ, ଯାହା ଯାହା ଇନକ୍ରିମିନେଟିଂ ଅଛି ତାକୁ ମଧ୍ୟ ରିକଭରି କରାହେଇଛି ଆମର 23 BS ଅନୁସାରେ, ଯେଉଁ ଭାରତୀୟ ସାକ୍ଷ୍ୟ ଅଧିନିୟମ ଅନୁସାରେ, ଏବଂ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଛି। ଆମେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।